ସେତେବେଳେ ଲାଗେ ଯେତେବେଳେ ସତଟା କଣ ଆମକୁ ଜଣାଥିବ। ଆମେ ଯାହାକୁ ବେଶୀ ଭରସା କରୁଥିବା ଲୋକ ଆମକୁ ବାର ବାର ମିଛ କହୁଥିବ। ଓಂ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଜୁଲାଇ ମାସ 8 ତାରିଖ, ଓଡ଼ିଆ ଆଷାଢ଼ ମାସ 24 ଦିନ, ମଙ୍ଗଳବାର, ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି, ଯାହା ରାତ୍ରି 1:04 ପର୍ଯ୍ୟନ୍ତ ରହୁଛି। ତାପରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହଉଛି। ଆଜି ଜ୍ୟେଷ୍ଠା ନକ୍ଷତ୍ର, ଯାହା ରାତ୍ରି 4:12 ପର୍ଯ୍ୟନ୍ତ ରହୁଛି। ତାପରେ ମୂଳା ନକ୍ଷତ୍ର ଆରମ୍ଭ ହଉଛି। ଆଜି ବିଛା ରାଶିରେ ଚନ୍ଦ୍ର ଉପସ୍ଥାପନ କରି ରହୁଛନ୍ତି, ଯାହା ରାତ୍ରି 4:12 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର ଧନୁ ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି ପ୍ରାପ୍ତ 5:15 ସେହିଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 6:24। ଆଜି ଯୁଗ୍ନି ରହିଛି ଦକ୍ଷିଣ ଦିଗେ, ଯାହା ରାତ୍ରି 1:04 ପରେ ଯୁଗ୍ନି ପଶ୍ଚିମ ଦିଗେ ରହିବ। ଆଜି ଯାହାକି ଘାତ ଚନ୍ଦ୍ର ରହିଛି ରାତ୍ରି 4:12 ପରେ ତୁଳା ରାଶି ବ୍ୟକ୍ତିଙ୍କର ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମକର ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 1 ପାଦ ପୁଷ୍କର ଦୋଷ ଫଳ ରହୁଛି କୃଷି ସନ୍ତାନ ହାନି। ଆଜି ତ୍ରୟୋଦଶୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ବାଇଗଣ। ଆଜି ଶ୍ରୀଜୀଉଙ୍କର ନୀଳାଦ୍ରି ବିଜେ ଉତ୍ସବ, ତତ୍ସହିତ ଶ୍ରୀ ମହାଲକ୍ଷ୍ମୀଙ୍କ ସନ୍ତୁଷ୍ଟ ପାଇଁ ଶ୍ରୀ ମହାପ୍ରଭୁଙ୍କର ରସଗୋଲା ଭୋଗ। ଆଜିର ଶୁଭ ବାର୍ତ୍ତା, ଗାଧେଇବା ଘରେ ପାଲୁଟା ଲୁଗାରୁ ଝରୁଥିବା ପାଣି କୌଣସି ବ୍ୟକ୍ତି ଉପରେ ପଡ଼ିଲା ତାହା ଅମଙ୍ଗଳ କାରକ ହୋଇଥାଏ। ତେଣୁ ଏହା ପ୍ରତି ନିଶ୍ଚିତ ସତର୍କତା ହବା ନିହାତି ଆବଶ୍ୟକତା ରହିଛି। ଆଜିର ଅଶୁଭ ବେଳା, ଯାହା ଦିବା 6:10 ରୁ ଦିବା 8:36 ମଧ୍ୟ ରହିଛି ବାର ବେଳା। ସେହିଭଳି ଦିବା 1:24 ରୁ ଦିବା 3:03 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 3:10 ରୁ ଯାହାକି ଅପରାହ୍ନ 4:49 ମଧ୍ୟ ରହିଛି ରାହୁ କାଳ। ତେଣୁ ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ 6:09 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 9:41 ରୁ ଦିବା 12:03 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଅପରାହ୍ନ 4:50 ରୁ ଯାହାକି ଅପରାହ୍ନ 5:33 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ଯାହାକି ରାତ୍ରି 7:12 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 8:22 ରୁ ରାତ୍ରି 9:57 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ଏବେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣ ଯଥା ସମ୍ଭବ ନିଜର କାର୍ଯ୍ୟ ନିଶ୍ଚିତ ତ୍ରୁଟି ହୋଇପାରେ। ତେଣୁ ସେ ତ୍ରୁଟିକୁ ଦୂର କରିବା ପାଇଁ ଆପଣ ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ନିଜର କର୍ମକ୍ଷେତ୍ରରେ ସଂଗଠିତ ହୋଇ କାର୍ଯ୍ୟ କରନ୍ତୁ, ଅଧିକ ଗୁରୁତ୍ୱ ଦିଅନ୍ତୁ। କାର୍ଯ୍ୟରେ ଧୈର୍ଯ୍ୟ ନିହାତି ଆବଶ୍ୟକତା ରହିଛି ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ସେମାନେ ନିଜର ଅନେକ ପ୍ରକାର ଚ୍ୟାଲେଞ୍ଜ ଆସିବ ଏବଂ ଚ୍ୟାଲେଞ୍ଜ ଭିତରେ ଆପଣଙ୍କୁ ଚାପ ଯୋଉ ଆସିବ, ଆପଣ ସେଥିରେ ନିଶ୍ଚିତ ନିଜର କାର୍ଯ୍ୟ ଭୁଲ କରିବାର ଅନେକ ଚାନ୍ସ ରହୁଛି। ତେଣୁ ଧ୍ୟାନ ଦେଇ ନିଜର କାର୍ଯ୍ୟ କରନ୍ତୁ ଏବଂ ପ୍ରତ୍ୟେକ କାର୍ଯ୍ୟ ସଚେତନ ସହକାରେ ଏବଂ ପୂର୍ବରୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଟିକେ ପଦମର୍ଯ୍ୟାଦା ବିଶେଷ ଭଲ ହୋଇ ନପାରେ। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଦିନଟା ବିଶେଷ ଭଲ ହବାର ସୁଯୋଗ ନାହିଁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ
ଆପଣଙ୍କର ଜୀବନ ସାଥୀଙ୍କ ଅଧିକ ସମୟ ଦେଇ ନ ପାରନ୍ତି, ସେଥିପାଇଁ ଆପଣଙ୍କର ପରସ୍ପର ଭାବନାରେ ଅଣଦେଖା ହୋଇପାରେ। ଆଜି ମେଷ ରାଶି ବ୍ୟକ୍ତି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପାରିବାରିକ ସମ୍ପର୍କ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ। ତେବେ ଆଜି ମେଷ ରାଶି ବ୍ୟକ୍ତି ଆପଣ ନିଶ୍ଚିତ ଯୋଉମାନେ ଆପଣଙ୍କ ବିରୁଦ୍ଧରେ କିଛି କାର୍ଯ୍ୟକଳାପ କରୁଥିବେ ସେମାନଙ୍କୁ ମାତ ଦେବା ପାଇଁ ଆଜି ଦିନଟି ଉତ୍ତମ ଦିନ ହୋଇପାରେ। ଆଜି ମେଷ ରାଶି ବ୍ୟକ୍ତି ଅର୍ଥ କାରବାରରେ ଆପଣ ନିଶ୍ଚିତ ସଫଳତା ପାଇବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି। ବିଶେଷ କରି ବିଜନେସରେ ଲାଭ ହବାର ସମ୍ଭବ ରହିଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ନାନା ପ୍ରକାର ସମସ୍ୟା ଆପଣଙ୍କୁ ଅଶାନ୍ତି କରିପାରେ ବା ଆପଣଙ୍କୁ ବିଭିନ୍ନ ପ୍ରକାର ପୀଡା ଅନୁଭବ କରିପାରନ୍ତି। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ଅଧିକ କଷ୍ଟ ହୋଇପାରେ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ରହୁଛି ନାଲି ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣ ଧ୍ୟାନ ସହକାରେ କରିଲେ ସମସ୍ତ କାର୍ଯ୍ୟ ସୁଫଳ ହେବ। ଆପଣଙ୍କର ଆଜି ମାନସିକ ସ୍ତର ସକାରାତ୍ମକ ଭାବନାରେ ଭରପୁର ରହିବ। ଆଜି ବୃଷ ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ ପାଇଁ ସୁଖର ପ୍ରଦାନ କରିବ ଆପଣଙ୍କ ଭାଗ୍ୟ ରାଶିରୁ ଯାହା ଜଣାପଡୁଛି। ତେବେ ଆଜି କିଛି କାର୍ଯ୍ୟରେ ଆପଣଙ୍କୁ ପ୍ରତିବନ୍ଧକ ମଧ୍ୟ ଆସିପାରେ, ଯାହା ପାଇଁ ଆପଣଙ୍କୁ ଧ୍ୟାନ ରହିବାର ଆବଶ୍ୟକତା ରହିଛି। ଆଜି ବୃଷ ରାଶି ବ୍ୟକ୍ତି ଯୋଉମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ଆଜି ସମସ୍ତ କାର୍ଯ୍ୟ ସକାରାତ୍ମକ ରହିବ ଏବଂ ନିଜର କାର୍ଯ୍ୟ କୌଶଳ ଦ୍ୱାରା ସମସ୍ତଙ୍କ ମନ ଜିଣିବାର ଅନେକ ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ଆପଣଙ୍କର ପାରିବାରିକ ସମ୍ପର୍କ ଭଲ ରହିବ ଏବଂ ମଧୁର ବାର୍ତ୍ତାଳାପ ରହିବ। ମିଠା କଥାବାର୍ତ୍ତା ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିବାର ଏକ ଉତ୍ତମ ଦିନ ହୋଇପାରେ। ଆଜି ବୃଷ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଆପଣ ବହୁତ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ ଏବଂ ଆଜି ଭଲ ବୁଝାମଣା ଦୁଇ ଜଣଙ୍କ ଭିତରେ ରହିବ ଏବଂ ବହୁତ ପ୍ରେମ ବାର୍ତ୍ତାଳାପ ମଧ୍ୟ କରିପାରନ୍ତି। ଆଜି ବୃଷ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଶୁଭ ଯୁଗ ରହିଛି। ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ କୃତ କାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ଆଜି ପ୍ରତିଷ୍ଠା ଲାଭ କରିବାର ସୁଯୋଗ ଦଉଛି। ଆଜି ବୃଷ ରାଶି ବ୍ୟକ୍ତି ଅର୍ଥଜନିତ ବେପାର ବାଣିଜ୍ୟରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତେଣୁ ଅର୍ଥଜନିତ ଯେକୌଣସି ଡିସିସନ ନେବା ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ମାନସିକ ସ୍ତରରେ ମଧ୍ୟ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ବାଇଗଣୀ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ଦିନ ରହୁଛି। ସମସ୍ତ କାର୍ଯ୍ୟରେ ଆପଣଙ୍କର ସକଳ ପ୍ରକାର ସୁଖ ପ୍ରାପ୍ତ ଯୋଗ ବନଉଛି। ଆଜି ନୂତନ କାର୍ଯ୍ୟରେ ଆପଣ ଯୋଗ ଦେଇ ପାରନ୍ତି କିଛି। ତତ୍ସହିତ ଆପଣଙ୍କର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ଉତ୍ତମ ଦିନ ହଉଛି। ଆଜି ନିଜର ଇଚ୍ଛା ଅନୁସାରେ ସମସ୍ତ କାର୍ଯ୍ୟ ପୂରଣ କରିବାର ଏକ ଉତ୍ତମ ଦିନ ବନେଇ ପାରେ। ଆଜି ମିଥୁନ ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟରେ ଯଦି ଜଡିତ ଅଛନ୍ତି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ କୌଶଳ ଦ୍ୱାରା ଉପରସ୍ଥ କର୍ମଚାରୀ ଆପଣଙ୍କୁ ନିଶ୍ଚିତ ପ୍ରଶଂସା କରିବାର ସୁଯୋଗ ମିଳିପାରେ ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମିଥୁନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଦିନ ବନଉଛି, ଯାହା ଆପଣଙ୍କ ଭାଗ୍ୟ ଗ୍ରହରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଇଣ୍ଟରଭ୍ୟୁ ଥିଲେ ନିଶ୍ଚିତ ସେଥିରେ ସକ୍ସେସଫୁଲ ହେବେ, ଯାହା ଆପଣଙ୍କ ଗ୍ରହ ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉମାନେ ଜଡିତ ଅଛନ୍ତି ନିଶ୍ଚିତ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଉତ୍ତମ ଯୁଗ ବନଉଛି। ଆଜି ମିଥୁନ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣଙ୍କୁ ଆଜି ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଭଲ ରହିବ ଏବଂ ନିଜ ଭିତରେ ବହୁତ ମଧୁରତା
संपर्क देखादेव। आज मिथुन राशि व्यक्ति व्यापार वाणिज्य जो माने जड़ित अछंती अनेक प्रकार लाभ प्राप्त करिवार सुजोग रहुची। तत्सहित अर्थजनित जेकोसी निष्पत्ति नबा पई आज उत्तम दिन बनौची। आज मिथुन राशि व्यक्ति आपण स्वास्थ्यगत दृष्टि देखिले आपण पूर्ण सुस्थ रहिबे। कौनसी स्वास्थ्य समस्या आपणकर रहिबो नाही। आज मानसिक स्तर रे मध्य आपण पूर्ण सुस्थ रहिबे। आज मिथुन राशि व्यक्तिंकर भाग्य संख्या रहिछि 5, भाग्य रंग रहुछि धला रंग एवं ग्रह माने आपण को आज 98% साथ दउछंती। एबे चलंतु जानिबा कर्कट राशि व्यक्तिंक विषय। कर्कट राशि व्यक्ति आज प्रत्येक कार्य को आपण को धैर्य सहकारे कार्य करिबा को पड़िबो। सठिक योजना प्रस्तुत करी निजर कार्य कौशल द्वारा समस्त कार्य करिवार आवश्यकता रहिछि। आज कर्कट राशि व्यक्तिंकर भाग्य ग्रह निम्नगामी रहुछि। कौनसी नूतन योजना किंबा गुरुत्वपूर्ण निष्पत्ति नियंतु नाही, कारण आज जदि से निष्पत्ति नौचंती परवर्ती स्टेप रे आपण को भारी महंगा पड़ी पारे। आज कर्कट राशि व्यक्तिंकर जहाँकि चाकरी संबंध रे कार्य जो माने करूचंती सावधान सहकारे कार्य करंतु। कौनसी जुक्ति तर्क कलह करंतु नाही एवं आवश्यक स्थले निजर कार्य को संपादना करिबा पई योजना प्रस्तुत करी कार्य करंतु। आज कर्कट राशि व्यक्ति शिक्षार्थी विद्यार्थी मानक पई विशेष भल दिन होई न पारे। तेबे राजनीतिक सामाजिक क्षेत्र रे व्यक्ति मानकर आज आदु भल दिन होई न पारे। आज आपणकर बंधु विरोधी युग रहुची, तेणु कर्कट राशि व्यक्ति यहा प्रति निश्चित सचेतन रुहंतु। आज कर्कट राशि व्यक्ति जो माने प्रेम संबंध रे जड़ित अछंती सेमानकर आज प्रेम संबंध खराब होवार अनेक युग बनौछि। आज कर्कट राशि व्यक्तिंकर पारिवारिक संपर्क जहाँकि निज भितर मतभेद देखा देवार अनेक चांस रहुछि एवं कलह युक्त रहुछि। तेणु यहा प्रति निश्चित कर्कट राशि व्यक्ति सावधान रुहंतु। आज कर्कट राशि व्यक्ति अर्थजनित कारोबार रे ध्यान पूर्वक निजर अर्थ जहाँकि जोठी परिचालना करंतु किंबा व्यापार वाणिज्य जदि करूछंती आवश्यक स्थले पूर्ण बुद्धि प्रयोग करंतु। कौनसी रिस्कफुल कार्य करंतु नाही, नहले कर्कट राशि व्यक्तिंक पई भारी लॉस होबार चांस रहुछि। आज कर्कट राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य समस्या अनेक प्रकार पीड़ा जहाँकि आपण को भोगिबा को पड़ी पारे। तेणु निश्चित निजर स्वास्थ्य प्रति सचेतन रुहंतु। पूर्व जदि आपणकर स्वास्थ्य समस्या किछि थिबो आज आहुरी आपण को अनेक प्रकार पीड़ा आहुरी देखा देबो। आज कर्कट राशि व्यक्तिंकर भाग्य संख्या रहिछि 4, भाग्य रंग रहुछि जहाँकि धूसर रंग एवं ग्रह माने आपण को आज 25% साथ दउछंती। एबे चलंतु जानिबा सिंह राशि व्यक्तिंक विषय। सिंह राशि व्यक्ति आज आपनकर कार्य किछि मात्रा रे अस्थिरता रही पारे। तेणु सिंह राशि व्यक्ति धैर्य सहकारे प्रत्येक कार्य करंतु। आवश्यक स्थले आपण योजना प्रस्तुत करी कार्य करिले समस्त कार्य आपणकर सफलता आड़को अग्रगति करिवो। आज सिंह राशि व्यक्ति विशेष करी आपणकर चाकरी संबंधर कार्य गुडी को आपण को भारी चाप देखा दे पारे, किंतु धैर्य सहकारे जदि कार्य करिवे आपण समस्त प्रकार चैलेंज को सामना करे निजर कार्य सफलता आड़को अग्रगति करिवे। आज सिंह राशि व्यक्ति जहाँकि राजनैतिक सामाजिक क्षेत्र रे आपणकर प्रतिष्ठा अस्थिरता देखा दे पारे, किंतु आपण जदि धैर्य सहकारे निजर कार्य करिवे निश्चित आगो को बढ़िबार पूर्ण सुजोग दे पारे। आज सिंह राशि व्यक्ति शिक्षार्थी विद्यार्थी मानकर भाग्य ग्रह मध्यम धरण में रहिछि। आज सिंह राशि व्यक्ति जहाँकि आपण किछि जागा किनिबार बा जमी जमा कार्य रे जदि किछि करिबा पई चाहुचंती ताहा आपणक पई उत्तम दिन सबुठारु आज होई पारे। सिंह राशि व्यक्तिंकर आज सिंह राशि व्यक्तिंकर जहाँकि प्रेम दुनिया रे आपणकर भाग्य शुभ जुगरे रहिछि एक रोमांटिक परिवेश सृष्टि करि पारे। तेबे सिंह राशि व्यक्ति आज पारिवारिक संपर्क निज भितरे मधुरता देखा दबार अनेक चांस रहुछि। आज सिंह राशि व्यक्ति निश्चित व्यापार वाणिज्य रे आपण अनेक प्रकार लाभ प्राप्त करिवार सुजोग रहुछि। तेणु अर्थजनित कारोबार आपण निश्चित लाभदायक सुजोग रहुछि। तेणु यहा प्रति निश्चित ध्यान दबार आवश्यकता रहिछि सिंह राशि व्यक्तिंकर।
आज सिंह राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य अस्थिरता देखा देबो जहाँकि स्वास्थ्य आपण विभिन्न प्रकार रोग पीड़ा आसीपारे विशेष कर चक्षु जनित समस्या पूर्वर जदि थिबो आज ताहार अनेक प्रकार प्रॉब्लम आपण को सामना करबा को पड़िबो तेणु चक्षु जनित किछि जदि समस्या सिंह राशि व्यक्तिंकर आसे निश्चित आज डॉक्टर परामर्श नियंतु सिंह राशि व्यक्ति आज सिंह राशि व्यक्तिंकर भाग्य संख्या रही 1 भाग्य रंग रहुछि आपण सुनेली रंग यूज करि परिबे एवं ग्रह माने आपण को आज 50% साथ दउछंती। एबे चलंतु जानिबा कन्या राशि व्यक्ति विषय। कन्या राशि व्यक्ति आज प्रत्येक कार्य आपण को हिसाब रे हेबो ग्रह माने आपण को पूर्ण शुभयुग स्थिति रे रहुछि तेणु आपण बहुत आज खुशी आनंदित होबार अनेक चांस रहुछि। आज आपणकर भाग्य सफलता शीर्ष रे पहुंचे देव आपणको तत्सहित निजर कार्य दक्षता द्वारा समस्त दृष्टि आकर्षण करिपारंती कन्या राशि व्यक्ति। तेबे कन्या राशि व्यक्ति जो माने चाकरी संबंध रे जड़ित अछंती निश्चित उच्च कर्मचारी ठारे आपणकर आंतरिकता देखा देबो एवं निश्चित उच्च कर्मचारी ठारू आपण प्रशंसा पाइबार योग्य बनै जिवे तत्सहित निजर लक्ष्य स्थले पहुंचीबे कन्या राशि व्यक्ति एवं आज निजर गुरुत्वपूर्ण निष्पत्ति नबा पई उत्तम दिन होई पारे। तेबे राजनीतिक सामाजिक क्षेत्र रे कन्या राशि व्यक्तिंकर आज प्रतिष्ठा लाभ करिबा सहित निजर दक्षता परिप्रकाश करि पारंती। आज कन्या राशि व्यक्तिंकर शिक्षार्थी विद्यार्थी मानक पई उत्तम युग रहुची तेणु इंटरव्यू एग्जाम थिले निश्चित सेथिरे कृत कार्य करिवार अनेक चांस रहुची। आज कन्या राशि व्यक्तिंकर प्रेम संबंध रे आपणको भाग्य निम्नगामी घर रहुची तेणु प्रेम संबंध रे केतेकांश रे अस्थिरता देखा देई पारे जहा विशेष करी नुआ नुआ जो माने मैरिज करूछंती बा नुआ नुआ जहा की मैरिज करिवा पई स्थिति रखिचंती सेमानकर कलह होबार अनेक चांस रहुची तेणु यहा प्रति निश्चित मिथुन राशि व्यक्ति सचेतन रुहंतु। आज मिथुन राशि व्यक्तिंकर पारिवारिक दृष्टि देखिले आपणकर आज पुत्र तत्सहित कन्या किंबा परिवार वर्गक सहित अनेक झगड़ा होबार चांस रहुची वाद विवाद देखा देबो तेणु यहा प्रति निश्चित सावधान रुहंतु कन्या राशि व्यक्ति। आज कन्या राशि व्यक्तिंकर जहा की व्यापार वाणिज्य रे आपण अनेक प्रकार लाभ प्राप्त करिवार सुजोग दउछि निश्चित जहा आपणक भाग्य राशि रे जणा पडुछि। तेबे स्वास्थ्यगत दृष्टि देखिले आपण पूर्ण सुस्थ रहिबे कौनसी स्वास्थ्य समस्या आपणकर रहिबो नाही। आज कन्या राशि व्यक्तिंकर भाग्य संख्या रही 8 भाग्य रंग रहुछि जहा की गाढ़ नील रंग यूज करि परिबे एवं ग्रह माने आपण को आज 75% साथ दउचंती। चलंतु जानिबा तुला राशि व्यक्ति विषय। तुला राशि व्यक्ति आज आपणकर भाग्य ग्रह मध्यम धरण रे रहिछि। आज प्रत्येक कार्य निजर स्वच्छता आनी समस्त कार्य पूर्ण सफलता करिबा पई निश्चित चेष्टा करंतु। आज तुला राशि व्यक्ति कर्म क्षेत्र रे सफलता पाइबा सहित चाकरी संबंध रे धैर्य सहकारे कार्य करंतु। उपरस्थ कर्मचारी को कथा निश्चित मानंतु जदि न मानिबे आपण गाली एवं निज भितरे जुक्ति तर्क होबार अनेक चांस रहुची। आज तुला राशि व्यक्ति आपणकर राजनीतिक सामाजिक क्षेत्र रे आपणकर प्रतिष्ठा लाभ होबार चांस रहुची। तेबे आज तुला राशि व्यक्ति आपण शिक्षार्थी विद्यार्थी मानक पई आज किछि मात्रा रे सफलता युग रहुची किंतु आज तुला राशि व्यक्ति कौनसी नूतन कार्य करंतु नाही कारण आपण नूतन कार्य जदि करूचंती आपण को विभिन्न प्रकार बाधा उपजी पारे। आज तुला राशि व्यक्तिंकर जहा कि प्रेम संबंध रे आपणकर भाग्य आज जहा कि अनेक प्रकार रोमांटिक परिवेश सृष्टि करि पारे निज भितरे भलो संपर्क रहिबार अनेक चांस रहुची। आज तुला राशि व्यक्ति जहा कि पारिवारिक दृष्टि देखिले आपणकर जहा कि परिवार सुख समृद्धि आज वृद्धि करिवो जहा कि निज भितरे आज अनेक मधुरता देखा देबो पूर्वरु जदि किछि कलह युक्त थिबो आज ताहार समाधान हेबो। आज तुला राशि व्यक्तिंकर व्यापार वाणिज्य रे आपणकर भाग्य आज मध्यम धरणर रहिछि।
ଆପଣଙ୍କୁ ଧ୍ୟାନ ପୂର୍ବକ ଯଦି ନିଜର କାର୍ଯ୍ୟ କରିବେ ତେବେ ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦେଇପାରେ। ତେବେ ଅର୍ଥଜନିତ କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, କାରଣ ଅନେକ ପ୍ରକାର ରିସ୍କଫୁଲ ଆପଣଙ୍କର ଭାଗ୍ୟ ଯାହାକି ମଧ୍ୟମ ଧରଣରେ ରହୁଛି ଅର୍ଥଜନିତ କାରବାରରେ। ତେଣୁ ଆପଣଙ୍କୁ କେତେକାଂଶରେ ମଧ୍ୟ ବିଫଳତା ସାମ୍ନା କରିବାକୁ ପଡିପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6, ଭାଗ୍ୟ ରଙ୍ଗ ରହୁଛି ଆପଣ ମିଶ୍ରିତ କଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଆଦୌ ଭଲ ଦିନ ହୋଇନପାରେ। ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ଅନେକ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡିବ। ତେଣୁ ବିଛା ରାଶି ବ୍ୟକ୍ତି ଧୈର୍ଯ୍ୟ ସହକାରେ ନିଜର କାର୍ଯ୍ୟ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ବିଛା ରାଶି ବ୍ୟକ୍ତି ଆଜି ବିଛା ରାଶି ବ୍ୟକ୍ତି ଅନେକ କାର୍ଯ୍ୟରେ ଆପଣଙ୍କୁ ଯାହାକୁ ପ୍ରୋବ୍ଲେମ ଆସିବ, ଯାହା ପାଇଁ ଆପଣ ମାନସିକ ସ୍ତରରେ ଅସ୍ଥିରତା ଦେଖାଦେବ। ଆପଣଙ୍କର ବିଛା ରାଶି ବ୍ୟକ୍ତି ଆଜି ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ନିଶ୍ଚିତ ପ୍ରତ୍ୟେକ କାର୍ଯ୍ୟ ଆପଣ ସଚେତନ ସହକାରେ କରନ୍ତୁ। ଆଜି ବିଛା ରାଶି ବ୍ୟକ୍ତି ନିଜର ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକୁ ଅନେକ ପ୍ରକାର ଚ୍ୟାଲେଞ୍ଜ ଆସିବ, ଯାହାକୁ ସାମ୍ନା କରିବା ଆପଣଙ୍କ ପକ୍ଷେ ଭାରି କଷ୍ଟକର ଏବଂ ଆପଣଙ୍କୁ ଯନ୍ତ୍ରଣାଦାୟକ ହୋଇପାରେ। ତେଣୁ ବିଛା ରାଶି ବ୍ୟକ୍ତି ସଚେତନ ସହକାରେ ନିଜର କାର୍ଯ୍ୟ କରନ୍ତୁ। ବିଶେଷ କରି ଚାକିରି ସମ୍ବନ୍ଧରେ ଯୋଉମାନେ ଜଡିତ ରହୁଛନ୍ତି ଆପଣଙ୍କୁ ସମସ୍ୟା ଦେବ। ତତ୍ସହିତ ଇଣ୍ଟରଭ୍ୟୁ ବା କିଛି ଏକ୍ଜାମ ଥିବ, ଆପଣଙ୍କୁ ଆଜି ବିଫଳତାର ସାମ୍ନା କରିବାକୁ ପଡିପାରେ। ବିଛା ରାଶି ବ୍ୟକ୍ତି ଆଜି ବିଛା ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ହାନି ଯୋଗ ରହୁଛି। କୌଣସି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଦୂରତା ଯଦି ଆଜି ଅବଲମ୍ବନ କରିବେ ତାହା ଆପଣଙ୍କ ପାଇଁ ଭଲ ହବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧରେ ଆପଣଙ୍କର ମଧୁରତା କ୍ଷୀଣ ହେବ। ନିଜ ଭିତରେ ସମ୍ପର୍କ ଆଜି ପରିଚାଳନା କରିବା ଭାରି କଷ୍ଟକର ଏବଂ ଅନେକ ପ୍ରକାର ସମସ୍ୟା ଦେଖାଦେବ। ନିଜ ଭିତରେ କଳହ ମଧ୍ୟ ଯୁକ୍ତିତର୍କ ହବାର ଚାନ୍ସ ରହୁଛି। ତେଣୁ ଏହା ପ୍ରତି ବିଛା ରାଶି ବ୍ୟକ୍ତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ବିଛା ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଆଜି କଳହ ଯୁକ୍ତ ରହିବ। ଭୁଲ ବୁଝାମଣା ଯୋଗୁଁ ଅନେକ ପ୍ରକାର ସମସ୍ୟା ଦେଖାଦେବ। ତେଣୁ ବିଛା ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ବିଛା ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର କ୍ଷତି ସହିପାରନ୍ତି। କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ। ଅର୍ଥଜନିତ କୌଣସି ଆଜି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଯଦି ଯୋଉମାନେ ଦୈନନ୍ଦିନ ବେପାର ବାଣିଜ୍ୟ କରୁଛନ୍ତି ବିଛା ରାଶି ବ୍ୟକ୍ତି ନିଶ୍ଚିତ ସଚେତନ ସହକାରେ ନିଜର ବେପାର ବାଣିଜ୍ୟ କରନ୍ତୁ। କୌଣସି ଟିକେ ବି ଆପଣ ଧ୍ୟାନଚ୍ୟୁତ ନ ହୁଅନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ସମସ୍ୟା ଦେଖା ଦେଇପାରେ। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ରହୁଛି କମଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 20% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ନିଶ୍ଚିତ ଧ୍ୟାନ ପୂର୍ବକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଆଜି ଆପଣ ମାନସିକ ସ୍ଥିତି ଟିକେ ଅସ୍ଥିରତା ରହିପାରେ, କିନ୍ତୁ ନିଜର ଧୈର୍ଯ୍ୟ ସହକାରେ ଯଦି କାର୍ଯ୍ୟ କରିବେ ସମସ୍ତ କାର୍ଯ୍ୟ ଠିକ ହେବା ସହିତ ମାନସିକ ସ୍ଥିତି ମଧ୍ୟ ଭଲ ରହିବ ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଧନୁ ରାଶି ବ୍ୟକ୍ତି ଯୋଉମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ଦେଇପାରେ। ତେବେ କେତେକାଂଶରେ ଚାପ ବଢିପାରେ। ତେବେ ଆପଣ ଯଦି ନିଜକୁ ଧୈର୍ଯ୍ୟ ରଖି କାର୍ଯ୍ୟ କରିବେ ତେବେ ଆପଣ କୌଣସି ସମସ୍ୟାରେ ପଡିବେ ନାହିଁ। ଆଜି ଯାହାକି ଧନୁ ରାଶି ବ୍ୟକ୍ତିଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଉତ୍ତମ ଯୁଗ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ନିଶ୍ଚିତ ପ୍ରତିଷ୍ଠା ଲାଭ କରିବାର ସୁଯୋଗ ଦଉଛି। ତତ୍ସହିତ ଆଜି ଧନୁ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ନିଶ୍ଚିତ ଉତ୍ତମ ଦିନ ହୋଇପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରହିବ। ନିଜ ଭିତରେ ମଧୁରତା ବାର୍ତ୍ତାଳାପ କରିବାର ଅନେକ ସୁଯୋଗ ଦେଇପାରେ ଏବଂ ପରିବାର ସମସ୍ତ ବର୍ଗଙ୍କ ସହିତ ମିଳିମିଶି ଦିନ କଟିବାର ସୁଯୋଗ ଦେଇପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟ ଯୋଉମାନେ କରୁଛନ୍ତି
ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦଉଛି। ତେଣୁ ନିଶ୍ଚିତ ଯଦି ଯୋଜନା ପ୍ରସ୍ତୁତ କରି ବେପାର ବାଣିଜ୍ୟ କରିବେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିପାରନ୍ତି। କିନ୍ତୁ କୌଣସି ରିସ୍କଫୁଲ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ ନାହିଁ, କାରଣ ଯଦି ଅଧିକ ରିସ୍କ ନେବେ ତାହେଲେ ଆୟ ଠାରୁ ବ୍ୟୟ ମଧ୍ୟ ହୋଇପାରେ। ତେଣୁ ଧନୁରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ଧନୁରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଛୋଟ ମୋଟ ଯାହାକି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ କିମ୍ବା ଛୋଟ ମୋଟ କିଛି ଘଟଣା ଘଟିପାରେ। ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ସୁଖ୍ୟାତି ଅର୍ଜନ କରିବେ। ତତ୍ସହିତ ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳ ହେବା ସହିତ ନୂତନ କାର୍ଯ୍ୟରେ ଆପଣ ଯୋଗ ଦେଇ ପାରନ୍ତି। ଆଜି ଯାହାକି ମକର ରାଶି ବ୍ୟକ୍ତିଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ଉତ୍ତମ ଦିନ ହୋଇପାରେ। ତେବେ ମକର ରାଶି ବ୍ୟକ୍ତି ଆଜି ନିଜର କୁସାଙ୍ଗ ପାଇଁ ଆପଣ ସାବଧାନ ରୁହନ୍ତୁ। କୌଣସି ଖରାପ ସାଙ୍ଗ ସହିତ ମିଶନ୍ତୁ ନାହିଁ। ବିଶେଷ କରି ଆପଣ କୌଣସି ଅର୍ଥ ଜନିତ କାରବାର ଯଦି କରୁଛନ୍ତି ବା ଫ୍ରଡ୍ କାମ କରୁଛନ୍ତି ନିଶ୍ଚିତ ସାବଧାନ ରୁହନ୍ତୁ। କୌଣସି ଫ୍ରଡ୍ କାମ କରନ୍ତୁ ନାହିଁ। ତେଣୁ ମକର ରାଶି ବ୍ୟକ୍ତି ଯଦି ଫ୍ରଡ୍ କାମ କରୁଛନ୍ତି ଆପଣ ନିଶ୍ଚିତ କାରବାସ ହବାର ଅନେକ ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ମକର ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ତତ୍ସହିତ ନିଜର ଅର୍ଥ ପ୍ରତି ସଚେତନ ରୁହନ୍ତୁ। ଦୂରଯାତ୍ରା କରୁଥିଲେ ଆପଣଙ୍କର ସାବଧାନ ନିହାତି ଆବଶ୍ୟକତା ରହୁଛି, ନହେଲେ ଅର୍ଥଜନିତ କିଛି ହାନି ହୋଇପାରେ। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଅନେକ ଚାନ୍ସ ରହୁଛି। ତତ୍ସହିତ ଆଜି ଆପଣ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଯଦି କରୁଛନ୍ତି ଅନେକ ପ୍ରକାରର ସଫଳତା ପ୍ରାପ୍ତ ଏବଂ ନିଜେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ପରିଚିତ ହୋଇପାରନ୍ତି। ତେବେ ଆଜି ମକର ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି। ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ କୃତକାର୍ଯ୍ୟ କରିପାରନ୍ତି। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣ ନିଶ୍ଚିତ ଏକ ମଧୁର ବାର୍ତ୍ତାଳାପ କରିବା ସହିତ ପରିବାର ସମ୍ପର୍କ ଆପଣଙ୍କର ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ସୁଖ୍ୟାତି ଅର୍ଜନ କରିବାର ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ ନୂତନ କିଛି କାର୍ଯ୍ୟରେ ଯୋଗ ଦେବା ସହିତ ନିଜର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ପୂର୍ଣ୍ଣ ଶୁଭ ଯୁଗ ପରିସ୍ଥିତି ହୋଇପାରେ। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧରେ କାର୍ଯ୍ୟ ନିଜର ପ୍ରତିଷ୍ଠା ସହିତ କାର୍ଯ୍ୟ କୌଶଳ ଦ୍ୱାରା ଆପଣ ସମସ୍ତ କର୍ମଚାରୀ ବା ଆପଣଙ୍କ ସହକର୍ମୀଙ୍କ ଦୃଷ୍ଟି ଆକର୍ଷଣ ହୋଇପାରନ୍ତି। ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ଆପଣଙ୍କର ଉପରସ୍ଥ ଅଫିସର ନିଶ୍ଚିତ ଆପଣଙ୍କୁ ପ୍ରଶଂସା କରିବାର ଯୁଗ ବନେଇପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠା ଲାଭ କରିବାର ସୁଯୋଗ ରହୁଛି। ତେବେ ନିଶ୍ଚିତ କୁମ୍ଭ ରାଶି ବ୍ୟକ୍ତି ଆପଣଙ୍କର ଖରାପ ବନ୍ଧୁ ବା ସାଙ୍ଗ ବା ଅନେକ ପ୍ରକାର ଦୁଷ୍ଟ ବ୍ୟକ୍ତି ଠାରୁ ନିଶ୍ଚିତ ସାବଧାନ ରୁହନ୍ତୁ। ଯଦି ତାଙ୍କ ସହିତ ଜଡିତ ରହିବେ ତେବେ ଆପଣ ବିପଥଗାମୀ ହୋଇପାରନ୍ତି କୁମ୍ଭ ରାଶି ବ୍ୟକ୍ତି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ଏବଂ ନିଶ୍ଚିତ ଆପଣଙ୍କର ଯଦି ଇଣ୍ଟରଭ୍ୟୁ କିଛି ଥିବ ସେଥିରେ କୃତକାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ଶୁଭ ଯୁଗ ପରିସ୍ଥିତିରେ ରହିଛି। ଆଜି କୁମ୍ଭ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଆପଣଙ୍କର କିଛି ଖରାପ ସ୍ତ୍ରୀ ସହିତ ବା ପୁରୁଷ ସହିତ ଆପଣଙ୍କର ସମ୍ବନ୍ଧ ଆକୃଷ୍ଟ ଆଡକୁ ଗତି କରିପାରେ। ତେଣୁ ଏହା ପ୍ରତି ନିଶ୍ଚିତ କୁମ୍ଭ ରାଶି ବ୍ୟକ୍ତି ସଚେତନ ହେଲେ ତାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ କିଛି ମାତ୍ରାରେ ଆପଣଙ୍କର ଅସ୍ଥିରତା ଆଡକୁ ଗତି କରିପାରେ ବା କଳହ ଯୁଗ ହୋଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଯୋଉମାନେ ଜଡିତ ଅଛନ୍ତି ସେମାନେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦେବ। ତେଣୁ ଅର୍ଥଜନିତ ଆଜି ନିଶ୍ଚିତ ନିଷ୍ପତ୍ତି କିଛି ନେବାର
भाग्य आपणकु साथ देव। आज कुंभ राशि व्यक्तिंकर स्वास्थ्य दृष्टि देखिले आपण संपूर्ण सुस्थ रहिबे, मानसिक स्तर में आपण सुस्थ रहिबे, कौनसी आपणकर स्वास्थ्य समस्या रहिबो नाही। आज कुंभ राशि व्यक्तिंकर भाग्य संख्या रही 4, भाग्य रंग रहुची सबुज रंग एवं ग्रह माने आपनको आज 75% साथ दउछंती। एबे चलंतु जानिबा मीन राशि व्यक्ति विषय। मीन राशि व्यक्ति आज निजर कार्य करुतला बेले आपण सावधान सहकारे कार्य करंतु, आपणकर कार्य मानसिक स्थिति ठीक रहिबो नाही। केतेकांशरे अशांति परिवेश सृष्टि होई पारे, तेणु मीन राशि व्यक्ति निश्चित यह प्रति सचेतन रुहंतु। तेबे निजर मानसिक स्थिति करिबा ठीक पाई आपण आवश्यक स्थले किछि संगीत शुणंतु किबा प्रवचन शुणंतु। मीन राशि व्यक्ति यह करिले आपणक पई लाभदायक हेबो। आज मीन राशि व्यक्ति चाकरी संबंध कार्य गुडी को अनेक चाप आसीबो, जहा पई आपण मानसिक स्तर रे अस्थिरता होई पारे। आज मीन राशि व्यक्ति राजनीतिक क्षेत्र रे आपणको अनेक अस्थिरतापण आसीबो एवं आपणको राजनीतिक सहित सामाजिक क्षेत्र रे आपणको प्रतिष्ठा सेते भाग्य साथ न देई पारे। आज जहा कि मीन राशि व्यक्तिंकर शिक्षार्थी विद्यार्थी मानक पई उत्तम जुग रहुची। तबे यहा प्रति निश्चित आपणकर अनेक क्षेत्र रे आपणको सफलता प्राप्त करि पारे। जदि इंटरव्यू एग्जाम थिबो सेथरे कृत कार्य करि पारंती। आज मीन राशि व्यक्तिंकर जहा कि प्रेम दुनिया रे आपणकर भल मधुरता संपर्क सृष्टि हेबो। तत्सहित पारिवारिक संपर्क पई आज उत्तम जुग बनौची, जहा आपणक भाग्य राशि रु जणा पडुची। आज जहा कि मीन राशि व्यक्तिंकर जहा कि आपणकर व्यापार वाणिज्य रे आपण अनेक प्रकार लाभ प्राप्त करिवार पूर्ण जुग रहुची, जहा कि अर्थजनित निष्पत्ति नबा पई उत्तम जुग बनै पारे मीन राशि व्यक्तिंकर। आज मीन राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य अस्थिरता देखा देबो। पूर्वरु जदि आपणकर स्वास्थ्य समस्या थिबो आज अनेक प्रकार पीड़ा आहुरी देखा देबो। तेणु मीन राशि व्यक्ति यह प्रति निश्चित स्वास्थ्य प्रति सचेतन रहिबार आवश्यकता रहिछि। आज मीन राशि व्यक्तिंकर भाग्य संख्या रहिछि 2, भाग्य रंग रहुछि जहा कि नील रंग एवं ग्रह माने आपनको आज 55% साथ दउछंती। ओम विष्णवे नमः। नमस्कार।